हेलो हाँ हाँ मुझे माली साही भितर पशिक 15 मिनट लगे मत पटे पलैबी भाई कि साहय कर भाई मोर जो लोक मोर जो भाई रात बिटा कहीं ना भाई भाई कि साहय कर भाई अरे भाई कौन मुझे जानले तो कौन साहय करी मुझे तो कि जानी नहीं माटा तो बहुत खराब भाई बहुत सीरियस तो मेडिकल जाए नबा कहीं सुनना राति अध गाड़ी फाड़ी मो पाखे किसी सुविधा नहीं काम पाऊँ हाँ जे आप घर पाख लोक किए थे देखु ना माने मु तो घर को जी 15 मिनट फोन करते घरे कहीं जाइले मुझे केमी जी ମୁଁ କାହାରିକି ପାଉନା ଭାଇ ଟିକେ ଦୟା କର ଭାଇ ଭାଇ ଟିକେ ଦୟା କର ମନା କରୁନା अरे भाई माने मु बुझुची ठीक कथा जे मु घर आम माने ଆପଣ ଖାଲି ମେଡିକାଲ ଯାଇ ଛାଡ଼ିଦେବେ ଆଉ କିଛି ନାହିଁ ଖାଲି ମେଡିକାଲ ଯାଇ ଛାଡ଼ିଦେଲେ ସେତିକି ହେଇଯିବ ଆପଣ ଘରଟା କୋଉଠି ଏଇ ଗଳିରେ ଭାଇ ସାଙ୍ଗେ ସାଙ୍ଗେ ଯିବା ଛାଡ଼ି ଦେଇକି ଆସିବ ବେଶୀ ଡେରି ହବ ନାହିଁ ଭାଇ ହଁ ବସ 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 ମଣିଷ ଜୀବନ ଆଜି ଅଛି କାଲି କି ନାହିଁ କେତେବେଳେ କାହାର କୋଉ କଥା ଚୁପଚାପ ବସ ପାଖରେ କ'ଣ ଅଛି ବାହାର କର ଚିଲେଇବୁ ତ ମରିବୁ ରୁହ ଭାଇ ରୁହ 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 ଭାଇ ତମେ ତ ଜିନିଷ ମାଗିବ ନେଇଯିବ ଛଡ଼େଇକି ପଇସା ମୋବାଇଲ ଯାହା ଥବ ଏ ମା ନା କହି କାହିଁ ମିଛ କହୁଛ ରାତି ଅଧରେ କହିଲ ଭାଇ ଆଜିକାଲି ବାପା ମାଙ୍କ ନାଁ ଧରିଲେ ବେଶୀ ଭିକ ବେଶୀ ଲାଇକ୍ ବେଶୀ ସେୟାର ଆଉ ଯେଉଁ ପୁଅ ଝିଅମାନେ ତାଙ୍କ ବାପା ମାଆକୁ ବୃଦ୍ଧାଶ୍ରମରେ ଛାଡ଼ି ଆସୁଛନ୍ତି ସେମାନେ ଦୁନିଆ ଆଖିରେ ଜଣେ ଜଣେ ବଡ଼ ପିତୃ ମାତୃଭକ୍ତ ତତେ ଏସବୁ କଥା କାହିଁ କହୁଛି ଏଇ କ'ଣ ଅଛି ଜଲ୍ଦି ବାହାର କର ମୁଁ ଦଉଛି ଭାଇ ଜଲ୍ଦି ବାହାର କର ଭାଇ ରାଗନି ଯଦି ମୋର ଯିବାର ଥିବ ନା ତାହେଲେ ତମେ କ'ଣ କାହା ସାଙ୍ଗରେ ବି କୁଆଡ଼େ ପଳେଇବ ବାହାର କର ଭାଇ ଦଉଛି ଭାଇ ମନି ପର୍ସଟା ମୋ ସାନ ଭଉଣୀ ତା ଜନ୍ମଦିନରେ ମୋତେ ଦେଇଥିଲା ଆମେ ଭାଇ ବଡ଼ ଲୋକ ଘରର ନୁହଁ ମୁଁ ବି ଛୋଟ ମୋଟ କାମ କରୁଛି ଗରିବ ଘରର ପିଲା ଭାଇ ଯାହା ଦରମା ନେଲେ ବୋଉ ସାନ ଭଉଣୀ ଘରେ ଏଇ ଦୁଇ ଟାଣି କୁଟୁମ୍ବ ଚଳିବେ ମୋ ATM କାର୍ଡ଼ଟା ଭାଇ ତା ଦେହରେ ଅଛି 3000 ଟଙ୍କା ଖଣ୍ଡେ ଅଛି ଆଉ ପର୍ସରେ ଆଜି ଗୋଟେ ବାକି ପଇସା ଜଣେ ଦେଇଥିଲା 2000 ଟଙ୍କା ଅଛି ଆଉ ମୋ ପାଖରେ ଅଧିକା କରୁଛୁ କାଟର ଓଲା ଓଲୋ ଭାଇ ଜଲ୍ଦି ଓଲା ଚାଲୁ କହିବିନି ଭାଇ କହିବିନି ଭାଇ କାହାକୁ କହିବିନି କାହାକୁ ଭାଇ ତ ମେଡିସିନ ଏଠି ଜୋର କାହିଁ ପାଟି କରୁଛୁ ମେଡିସିନ ନା ଦେ ଜଲ୍ଦି ଭାଇ ମେଡିସିନ ଭାରି ପାୱାରଫୁଲ ମେଡିସିନ ଗୁଡାକୁ ଖାଉଛି କିଏ ଭାଇ ତମେ ଖାଉଛ ତମେ ଯଦି ଖାଉଛ ନା ମେଡିସିନ ଟାଇମରେ ଖାଇବ ମାନେ ଟାଇମ ବେ ଟାଇମ ହେଲେ ଦେହ ଖରାପ ହେଇଯିବ ଆରେ ଭାଇ ମୁଁ ମିଛ କହୁନି ମୁଁ ମେଡିସିନ ଷ୍ଟୋରରେ କାମ କରେ ମୋ ଚାକିରି ତ ସେଇଆ ମୁଁ ଜାଣିଛି ଏଇଟା ପାୱାରଫୁଲ ମେଡିସିନ ଗୁଡା ଖାଉଛି କିଏ ଭାଇ ଏଇଟା ମୋ ମା ଖାଉଛି ପୁଣି ଭାଇ ମା ନାନୀ କାହିଁ ମିଛ କହୁଛ କହିଲ ଆରେ ମିଛରେ ନୁହଁ ସତ କହୁଛି ମାଉସୀଙ୍କର ଦେହ ଖରାପ କେବେଠୁ ହେଲାଣି ପାଖାପାଖି ବର୍ଷେ ହେଇଗଲାଣି ତାଙ୍କୁ ଟାଇମରେ ମେଡିସିନ ଖାଇବାକୁ ଦେବେ ଏ ଦେହ ଖରାପରେ ନା ମଣିଷ ମାନସିକ ସ୍ତରରେ ଭାଙ୍ଗି ପଡ଼େ ଭାଇ ତାଙ୍କୁ କେବେ ବି ମନ ଉଣା କରିବାକୁ ଦେବେନି ତାଙ୍କୁ ବୁଝେଇବେ ମାନସିକ ଶାନ୍ତି ଦେବେ ମେଡିସିନଟା ଟାଇମରେ ଦେଲେ ଭଲ ହେବାର ସମ୍ଭାବନା ଅଛି କ'ଣ କି ଭାଇ ଏଇ ମେଡିସିନ ବିଭାଗରେ କାମ ତ ଏସବୁ କଥା ଲୋକଙ୍କୁ ବୁଝେଇ ଅଭ୍ୟାସ ହେଇଗଲା
ଗୋଟେ କଥା ପଚାରିବି, କହିବୁ? କହିବୁ? କହୁନାହାନ୍ତି। ତୋ ଗାଡ଼ି ନେଇଗଲି, ତୋ ମୋବାଇଲ ନେଇଗଲି, ତୋ ମନି ପର୍ସ ବି ନେଇଗଲି। ଏତେ ସବୁ ପରେ ତୋ ମନରେ ଟିକେ ଦୁଃଖ ଆସେ ନା? ତୁ ତଥାପି ହସୁଛୁ। ଭାଇ ଯୋଉଟା ଯିବାର ଥିବ ଯିବ, ଆଉ ଯୋଉଟା ରହିବାର ଥିବ ରହିବ। ଯଦି ମୋର ଆପଣଙ୍କ ହାତରେ ମୋର ସବୁ କିଛି ଯିବାର ଅଛି, ତାହେଲେ ମୁଁ ଯେତେ ଚେଷ୍ଟା କଲେ ମୁଁ ରଖିପାରିବି ନା? ଯଦି ଉପରବାଲା ମୋର କିଛି ନବାର ଯୋଗ ରଖିନଥିବ, ତାହେଲେ ଆପଣ ଯେତେ ଚେଷ୍ଟା କଲେ ବି ନେଇପାରିବେନି। ଭାଇ ମୋ ମା ନା ମତେ ବି ଘରେ ଗୋଟେ କଥା କହେ, ଦିଏ ବି ଉପରବାଲା, ନିଏ ବି ଉପରବାଲା। ଯଦି ଏସବୁ ମୋର ଯିବାର ଥିବ ଯିବ, ସିଏ ପୁଣି ଦବନି। ଆପଣ ନେଇଯାଆନ୍ତୁ, ମାଉସୀ ମେଡ଼ିସିନ ଖାଇବା ଟାଇମ୍ ହେଲାଣି, ଯାଆନ୍ତୁ। ତୋତେ ଆଉ ଗୋଟେ କଥା ପଚାରିବି, କହିବୁ? ହଁ ପଚାରୁନାହାନ୍ତି। ତୁ ଜାଣିଛୁ ଏ ମେଡ଼ିସିନଟା କେତେ ଦରକାର? ତୁ ଚାହିଁଥିଲେ ମୋତେ ହଇରାଣ କରିପାରିଥାନ୍ତୁ, ତାପରେ ବି ମୋତେ ତୁ ଡାକିକି କାହିଁଥିଲୁ? ଧର୍ମ ବାଧ୍ୟ କଲା ଭାଇ। ସମସ୍ତେ ସମସ୍ତଙ୍କ ଧର୍ମକୁ ଭୁଲିଗଲେ ହବ? ଆପଣ ଆପଣଙ୍କ ଧର୍ମ ଭୁଲିଛନ୍ତି? ଆପଣଙ୍କ ମଜବୁରି ଆପଣଙ୍କୁ ଚୋରି କରିବାକୁ ବାଧ୍ୟ କରିଛି। ଆପଣଙ୍କ ବେକରେ ଛୁରୀ ଲଗେଇଲେ, ମୋ ମନି ପର୍ସ ନେଇଗଲେ, ମୋ ଟଙ୍କା ନେଇଗଲେ, ମୋ ମୋବାଇଲ ନେଇଗଲେ, ମୋ ଗାଡ଼ି ବି ନେଇଗଲେ, ହେଲେ ଛୁରୀଟାକୁ ମୋ ବେକରେ ଚଲେଇଲେନି। ମୋତେ କ'ଣ ଜୀବନରୁ ମାରିଲେ? କାହିଁ କହିଲେ? ଆପଣଙ୍କର ଆବଶ୍ୟକତା ମୋ ଜୀବନ ନୁହଁ, ଆପଣଙ୍କର ଆବଶ୍ୟକତା ଥିଲା ଟଙ୍କା। ଆପଣଙ୍କ ମଜବୁରି ଥିଲା ଟଙ୍କା ପାଖରେ। ମୁଁ ସେମିତି ମେଡ଼ିସିନ ବିଭାଗରେ କାମ କରୁଛି ଭାଇ। ମୋର କାମ ହେଲା, ମୋ ଧର୍ମ ହେଲା ରୋଗୀକି ଠିକ୍ ଟାଇମ୍ରେ ଔଷଧ କେମିତି ଖାଇବ, ଠିକ୍ ଲୋକକୁ ଠିକ୍ ମେଡ଼ିସିନ କେମିତି ଦିଆହେବ, ଆଉ ସବୁ ପରେ ମେଡ଼ିସିନ ଖାଇଲା ପରେ ରୋଗୀଟା କେମିତି ସୁସ୍ଥ ହେବ। ଆପଣ ଯେମିତି ଆପଣଙ୍କ ଧର୍ମକୁ ଭୁଲିଲେନି, ମୁଁ ମୋ ଧର୍ମକୁ କେମିତି ଭୁଲିବି କହିଲେ? ସବୁ ପରେ ଆପଣ ମୋ ଜୀବନ ନେଇନାହାନ୍ତି, ମୁଁ କେମିତି ଚାହିଁବି ଯେ ସେ ମେଡ଼ିସିନଟା ନ ଖାଇକି ଆଉ କାହାର ଜୀବନ ଚାଲିଯାଉ? ଯାଆନ୍ତୁ ଭାଇ, କହିଲେ ଅନେକ କଥା ହବ। ଆପଣ ଆସନ୍ତୁ ନା, ମୁଁ ଚାଲିକି ପଳେଇବି। ଗୋଟେ କଥା କହିବି, ମୋ ପରିସ୍ଥିତି ମୋତେ ବାଧ୍ୟ କରିଛି ଚୋରି କରିବା ପାଇଁ। ମୁଁ ଅମଣିଷ ନୁହଁ, ମୋତେ ତୁ ପୋଲିସରେ ଦେଇପାରୁ, କିନ୍ତୁ ମୁଁ ଆଜି କଥା ଦେଉଛି, ମୋ ବୋଉ ରାଣେ ଖାଉଛି, ଆଉ ଜୀବନରେ କେବେ ଚୋରି କରିବିନି। ତ ଫୋନ୍ ରହିଲା, ତ ବସ୍ ଯା, ରାତି ବହୁତ ହେଲାଣି, ଘର ଲୋକ ତୋତେ ଅପେକ୍ଷା କରିଥିବେ। ମୁଁ ଏ ମାଳିସୀରେ ବହୁତ ଲୋକଙ୍କୁ ଦେଖିଛି, କିନ୍ତୁ ତୋ ଭଳିଆ ଗୋଟେ ମଣିଷ ପ୍ରଥମ ଥର ପାଇଁ ଦେଖିଲି। ଘରେ ପହଞ୍ଚିଲେ ମାଉସୀଙ୍କ ପାଦ ଧରିକି ମୋ ତରଫରୁ ଗୋଟେ ମୁଣ୍ଡିଆ ମାରିଦବ। ଭାଇ ଠିକ୍ କହିଲେ, ମୁଁ ବି ମାଳି ସାହି ଗଳି ଦେଇ ସବୁଦିନ ଯାଏ, କିନ୍ତୁ ଜୀବନରେ ପ୍ରଥମ ଥର ପାଇଁ ଗୋଟେ ମଣିଷ ଦେଖିଲି ଏଇ ମାଳି ସାହିରେ।